ଆପଣଙ୍କ ଆଗରେ ବିଭିନ୍ନ ତଥ୍ୟ ରଖୁଥିଲେ ଆମର ବରିଷ୍ଠ ନେତା ସଞ୍ଜୟ ଦାସ ଶର୍ମା ମହୋଦୟ। ଆପଣ ମାନେ ସମସ୍ତେ ଜାଣନ୍ତି ଯେ ଖରିଫ ସିଜନ ରେ ଏଥର ବମ୍ଫର କ୍ରପ ହେଇଥିଲା, କିନ୍ତୁ ଗଲା ବର୍ଷ ସରକାର ଯୋଉ ଚାଉଳ ସଂଗ୍ରହ କରିଥିଲେ ସେ ଚାଉଳ ସରକାରଙ୍କ ପାଖରେ ଏବଂ ମିଲ୍ ମାନଙ୍କରେ ପୁରା ଭରପୁର ହେଇକି ଥିଲା। ସରକାରଙ୍କ ପାଖରେ ଆଉ ଜାଗା ନଥିଲା ଏଇ ବର୍ଷର ଧାନ କିଣିବା ପାଇଁ। କିନ୍ତୁ ସରକାର ପ୍ରଥମ ଦିନରୁ ଚେଷ୍ଟା କରିଛନ୍ତି କିଭଳି ଭାବରେ ଏଥର ଧାନ ସଂଗ୍ରହ କମ କରାଯିବ। ପ୍ରଥମେ ରେଜିଷ୍ଟ୍ରେସନ ରେ ତାକୁ ଜଟିଳ ପ୍ରକ୍ରିୟା କଲେ ଯେମିତି ବହୁତ ଚାଷୀ ହଇରାଣ ହେବେ। ତାପରେ ବିଜୁ ଜନତା ଦଳ ମୁହଁ ପାଟି ଖୋଲିଲା ପରେ ପୁଣି ସେ ପ୍ରକ୍ରିୟାକୁ ସରଳ କରିବାକୁ ଚେଷ୍ଟା କଲେ, ସେଥିରେ ମଧ୍ୟ ବହୁତ ଚାଷୀ ହଇରାଣ ହେଲେ। ତାପରେ ଯୋଉ ଟୋକନ ଦେଲେ ସେଥିରେ ଗୋଟେ କ୍ୟାପିଂ କଲେ ଯେ 150 କ୍ୱିଣ୍ଟାଲ ଉପରେ କେହି ଦେଇପାରିବେ ନାହିଁ, ଏବଂ ଯୋଉମାନଙ୍କର 50 କ୍ୱିଣ୍ଟାଲ ବି ଦବା କଥା ତାଙ୍କୁ 30 କ୍ୱିଣ୍ଟାଲ ଲେଖା ଟାର୍ଗେଟ ଦିଆଗଲା। ଯୋଉ ଟୋକନ ଦିଆଗଲା, ଆପଣ ଜାଣିବେ ଯେ ଓଡ଼ିଶା ଇତିହାସରେ ପ୍ରଥମ ଥର ଏଇ ବର୍ଷ ଧାନ କିଣା ଏତେ ଡେରି ହେଇଛି, ଲିଙ୍ଗରିଂ ପ୍ରୋସେସ ହେଇଛି, ଆଜି ଏପ୍ରିଲ ମାସରେ ସରିଲା, ଯୋଉଟା କି ଉଚିତ ନୁହଁ। ଏବଂ ଚାଷୀ ମାନେ ହତାଶ ହେଲେ ଏତେ ଦିନ ଧାନକୁ ରଖିକି, ଏବଂ ଧାନକୁ ରଖିବା ଚାଷୀଙ୍କ ପାଇଁ ଗୋଟେ ବଡ କଷ୍ଟକର ବ୍ୟାପାର। ଏବଂ ଓଡ଼ିଶାର ଚାଷୀ ମାନେ ଏଇଥର ହନ୍ତସନ୍ତ ହେଇଛନ୍ତି ଧାନ ବିକ୍ରି କରିବାକୁ ଏବଂ ଏତେ ଲିଙ୍ଗରିଂ ପ୍ରୋସେସ ପାଇଁ। ଏବଂ ଟୋକନ ମଧ୍ୟ ଠିକ ଭାବରେ ମିଳିଲା ନାହିଁ, କ୍ୟାପିଂ କରାଗଲା। ଏବଂ ତାପରେ ଯେତେବେଳେ ଧାନ କିଣା ହେଲା ସେତେବେଳେ ଆପଣ ଦେଖିଥିବେ ଯେ ମିଲର ମାନଙ୍କୁ କୁହାହେଲା ଯେ ଯାଇକି ଆଣିବ ପ୍ୟାକ୍ସ ରୁ ଧାନ, କିନ୍ତୁ କୌଣସି ମିଲର ଗାଡି ଦେଲେ ନାହିଁ କିମ୍ବା ଅଖା ଦେଲେ ନାହିଁ। ଗୋଟେ ବ୍ୟାପକ ଦୁର୍ନୀତି ଆ ଉପରେ ହେଇଛି। ଏବଂ ଯୋଉ ସରକାର କହୁଛନ୍ତି ଯେ କଟନୀ ଛଟନୀ କରିନାହାନ୍ତି ବୋଲି, ସେ ମାନ୍ୟବର ମନ୍ତ୍ରୀ ଯୋଗାଣ ମନ୍ତ୍ରୀ ସବୁବେଳେ କହୁଛନ୍ତି ଯେ କଟନୀ ଛଟନୀ ହଉନାହିଁ। ଇଏ ଗୋଟେ ପରିହାସ କରୁଛନ୍ତି ଓଡ଼ିଶାର ଚାଷୀ ମାନଙ୍କ ପ୍ରତି। 9 ରୁ 12 କିଲୋ ପର୍ଯ୍ୟନ୍ତ ଧାନ କଟନୀ ଛଟନୀ କରାଯାଇଛି ଏବଂ ଖୁଲା କରାଯାଇଛି। ଲୋକଙ୍କ ଆଖି ଆଗରେ ଆଙ୍ଗୁଳି ଗେଞ୍ଜିକି, ଚାଷୀଙ୍କ ଆଖି ଆଗରେ ଆଙ୍ଗୁଳି ଗେଞ୍ଜିକି 12 କିଲୋ ଲେଖା, 9 ରୁ 12 କିଲୋ ଲେଖା କଟାଯାଇଛି। ତ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଯେ ସରକାର ଚାଷୀ ମାନଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଛନ୍ତି ଏବଂ ଧାନ କିଣାର ଯୋଉ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବ୍ୟାଘାତ ହେଇଛି ଏବଂ ବ୍ୟାପକ ଭାବରେ ଦୁର୍ନୀତି ହେଇଛି। ଏବଂ ଆପଣ ମାନେ ଜାଣି ରଖନ୍ତୁ ଯେ 24-25 ମସିହାରେ 69 ଟଙ୍କା ବଢେଇଥିଲେ MSP କେନ୍ଦ୍ର ସରକାର। ଇଏ 800 ଇନପୁଟ ସବସିଡି ଜାଗାରେ 800 ପ୍ଲସ 69 ଟଙ୍କା ଦବା କଥା। ଏଇ ବର୍ଷ 25-26 ରେ ପୁଣି ବଢେଇଛନ୍ତି 71 ଟଙ୍କା। ତ ଆହୁରି ମାନେ ଦିଟାକୁ ମିଶେଇ ଦେଲେ 140 ଟଙ୍କା। ତ 940 ଟଙ୍କା ସରକାର ଦେବେ ନା 800 ଟଙ୍କାରେ ରହିବେ, ଏ କଥା ସରକାର ଆଗେ ସ୍ପଷ୍ଟ କରିବା ଦରକାର। 800 ଟଙ୍କା ଇନପୁଟ ସବସିଡି ଦେବେ ବୋଲି ସରକାର ଘୋଷଣା କରିଥିଲେ ଏବଂ ନିର୍ବାଚନ ବୈତରଣୀ ମଧ୍ୟ ପାର ହେଇଥିଲେ ଏଇ କଥା କହିକି। ଏବେ ଯଦି 800 ଟଙ୍କା ପରେ 150 ଟଙ୍କା 140 ଟଙ୍କା ବଢିଲାଣି, ତ ଆପଣ କାହିଁକି ସେ 140 ଟଙ୍କା ଚାଷୀଙ୍କୁ ଦେବେ ନାହିଁ? ଇଏ ଗୋଟେ ବଡ ପ୍ରଶ୍ନ। ଏହାର ଉତ୍ତର ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ରଖିବେ। ଏବଂ ଆଜି ସବୁଠୁ ବଡ ଲଜ୍ଜାକର ଘଟଣା ଘଟିଛି ମେ ଫେୟାରରେ, ଯେତେବେଳେ ଆଞ୍ଚଳିକ କୃଷି କନଭେନସନ ଚାଲିଛି, ସେଠି ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରୁଛନ୍ତି ଯେ 74 ଲକ୍ଷ ମେଟ୍ରିକ ଟନ ବା 73 ରୁ 74 ଲକ୍ଷ ମେଟ୍ରିକ ଟନ ଯୋଉ ଧାନ କିଣା ହେଇଛି, ଯେ ବର୍ତ୍ତମାନ ଓଡ଼ିଶାରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଅର୍ଥାତ୍ ଆମେ ଯୋଉ କଥା ପ୍ରଥମରୁ ବିଧାନସଭାରେ କହିଛୁ, ଶଙ୍ଖ ଭବନରେ ବାରମ୍ବାର ପ୍ରେସମିଟ୍ କରିକି କୁହାଯାଇଛି ଯେ ସରକାର ଏ ଧାନକୁ FCI କିଣୁନାହିଁ ଏବଂ ଯୋଉଥିପାଇଁ ମିଲ୍ ମାନଙ୍କରେ ଧାନ ପଡିକି ରହିଲା ଏବଂ ଏଇ ବର୍ଷର ଧାନ କିଣା ବ୍ୟାଘାତ ହେଲା ଏବଂ ଏତେ ଡେରି ହେଲା, ବିଳମ୍ବ ହେଲା। ଏବେ ବି ସେ ଧାନକୁ ସରକାର କଣ କରିବେ ତାକୁ ଚିନ୍ତା କରିପାରୁନାହାନ୍ତି। ଆପଣ ଦେଖନ୍ତୁ, ଗୋଟେ ଉଦାହରଣ ଆପଣଙ୍କୁ ଦେବି। ଗୋଟେ କ୍ୱିଣ୍ଟାଲ ରେ ସରକାର 800 ଟଙ୍କା ଇନପୁଟ ସବସିଡି ଦେଲେ ଏବଂ ଗୋଟେ କ୍ୱିଣ୍ଟାଲ କୁ ଯଦି ଅକ୍ସନ କରାଯିବ, ଆପଣ 2300-2400 ଟଙ୍କା ଅକ୍ସନ ରେ ଯିବ। ମାନେ ଏଠି ଦେଲେ 3200, ସେପଟେ 3100, ଏପଟେ ଲସ୍ କରିବେ ପାଖାପାଖି 500 ରୁ 600 ଟଙ୍କା ଲସ୍ କରିବାକୁ ଯାଉଛନ୍ତି। ଆପଣ ଭାବନ୍ତୁ, ଗୋଟେ କ୍ୱିଣ୍ଟାଲ ରେ ଯଦି 1400-1500 ଟଙ୍କା ଲସ୍ ହବ, ତାହେଲେ ଯେତିକି ଧାନ ବର୍ତ୍ତମାନ ରହିଛି ତାକୁ ଯଦି ଅକ୍ସନ କରାଯାଏ, ଓଡ଼ିଶା ଗୋଟେ ଦେବାଳିଆ ପରିସ୍ଥିତି ଆଡକୁ ଯାଉଛି। ପାଖରେ ନାହିଁ ଧନ, ବାହାଘର କରିବାକୁ ମନ। ତ ମୁଁ ଏଠି କହି ରଖେ ଯେ ଓଡ଼ିଶାରେ ବର୍ତ୍ତମାନ ଯୋଉଭଳି ଭାବରେ ଆପଣ 1.5 ଲକ୍ଷ କୋଟି ଟଙ୍କାର ଉର୍ଦ୍ଧ୍ୱ ଲୋନ ହେଇସାରିଲାଣି, ସରକାର ଖୋଲା ମାର୍କେଟରୁ ଋଣ ଉଠାଉଛନ୍ତି। এইଭଳି ଭିତରେ ଯଦି ଅକ୍ସନ କରାଯାଏ, ଗୋଟେ ବଡ ଏକ୍ସଚେକର ଉପରେ ଲୋଡ ପଡିବ ଏବଂ ଏଇ ଯୋଉ ବ୍ୟବସ୍ଥାରେ ଗୋଟେ ବ୍ୟାପକ ଭାବରେ ସରକାର କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି ଫାଇନାନ୍ସିଆଲି। ଏବଂ ମୁଁ କେବଳ ଏଇ ଧାନ କିଣା ନୁହଁ, ଆପଣ ଦେଖିଥିବେ ଯେ ସରକାର ସବୁ କଥାରେ
सबु कथार आज सरकार फेल्योर से पेट्रोल डीजेल कथा कौन हो काली ब्रह्मपुर आप देखिए खुल्लम खुल्ला किभली भाव में बाड़ी धरिकी मरणांतक आक्रमण कर स्त्रीलोक को भी छाड़ूना पिटुंट ये किसी दिन पूर्व आप देखिए मारिकी टांगिकी जमी पशु को टांगिकी नियंती से भाव में नेले रेप हो गणदर्शन हो मर्डर हो गैंगरेप हो एससीबी मेडिकल भितर पशिकी दर्शन कर सरकार चेंज होती जी उठेब किए मोहन माझी जाशुणी जदि प्रथम दिन राज्यपाल पुओ एक्शन नहीं था कि आपणकर जो मेजर एवं बांधवी एक्शन नहीं था गोपालपुर आप देखु पूरा बेलाभूमि बालेश्वर कैंपस पर्यंत सबुठी नारी माने असुरक्षित आज नारी असुरक्षित अमेरिका आज आंगुली निर्देश करुच्ची मना करशा को न आसवाई केवल अमेरिका नुह आपंकर नेशनल क्राइम ब्यूरो रिकॉर्ड कहूँ जे ओडिशा हूँ बर्तमान 1 नंबर स्थान जो नारी निर्यातना रेप गैंगरेप बढ़ी एक मु नुह एक नेशनल क्राइम रिकॉर्ड ब्यूरो कहूँ तो ओडिशा को 1 नंबर करने प्रधानमंत्री कहते ओडिशा को 1 नंबर करने अमित शाह जी आसिक कहते आसाम मुख्यमंत्री ठू अनेक मुख्यमंत्री आसिक कहते ओडिशा को 1 नंबर करूँ आज हाँ 1 नंबर किंतु क्राइम रे महिला मान नारी निर्यातना पेट्रोल डीजेल अभाव रे धानर अभाव बिक्री रे आज सबू कथार आज दरदाम वृद्धि पाई माननीय मुख्यमंत्री नियंत्रण में बर्तमान ओडिशा नहीं को मंत्री कौन काम कर माननीय मुख्यमंत्री कौन कर प्रशासन कल हाथ में नहीं आईन श्रृंखला पूरा विपर्यस्त बाली माफिया मापी गले राज रास्ता भुवनेश्वर में खंडा धरिकी गोड़ाऊँ हाणिया बंदूक धरिकी गोड़ाऊँ हाणिया भुवनेश्वर बर्तमान सब गोटे क्राइम कैपिटल पड़ी सारा ओडिशा यही परिस्थिति रे माननीय मुख्यमंत्री आज जो भाव में प्रकृत कथा हृदयर कथा वेदना आज रखिंट आमे भी कहूलु जो विजु जनता दल सरकार थिला केंद्र सरकार चिट्ठी कले जदि तमे इनपुट सब्सिडी बढ़ेब ताहले आमे से धान को नबु नहीं आज सेमती परिस्थिति सृष्टि होती आज भी हजार हजार टन लक्ष लक्ष टन धान पड़ी रही मुझे कहली प्रत्येक क्विंटाल रे 1500 ରୁ 1700 टंका लॉस करने जाउछन्ती सरकार एवं देवालिया परिस्थिति आड़ को ओडिशा जाउची एवं एथिपाई माननीय मुख्यमंत्री मोहन माझी अपारग शासन समस्ते दायी एवं सी तुरंत ये कार्यक्रम नियंतु आज जो कथा संजय दास शर्मा महोदय कहले रबी फसल गोटे क्विंटाल धान भी किना जाए नहीं टार्गेट को मंडी रे ये मिलर धान नब एवं जो आज पेट्रोल डीजेल अवस्था है गाड़ी रे केमती नेबे ये सब विषय नहीं कि गभीर भाव में चिंता कर आवश्यकता अच्छी तुरंत समीक्षा बैठक डाकी समाधान करंतु ना विजु जनता दल आगामी दिन में राजरास्ता को ओह्लैब चाषी हित काम करुवा सरकार आज चाषी मारण नीति आपणई विजु जनता दल दृढ़ भाव में विरोध कर धन्यवाद।